ଦେଖନ୍ତୁ ବିଗତ ବର୍ଷ 2024-25 ଯୋଉ ଥିଲା ମୋ ପାଇଁ ନିଶ୍ଚିତ ଭାବରେ ଅନୁଭୂତି ଥିଲା। ବିଗତ ଦିନମାନଙ୍କରେ ଯୋଉ ସରକାର ଥିଲା ଏଠି ବହୁତ ଲୋକଙ୍କ ସାଧାରଣ ଲୋକଙ୍କ ପ୍ରତି ସେ ଜଡ଼ିତ ହେଇନଥିଲେ। ଆମ ସରକାର ଆସିଛି, ନୂଆ ସରକାର ଆସିଛି, ନିଶ୍ଚିତ ଭାବରେ ଏଇ ଜନସାଧାରଣ ପାଇଁ ଆମେ କାମ କରିବା। ସାଧାରଣ ଲୋକ ନ୍ୟାୟ ପାଇବେ। ସବୁ ଯୋଜନା ସମସ୍ତଙ୍କ ପାଖକୁ ଯିବ। ଆମ ଲେବର ଡିପାର୍ଟମେଣ୍ଟ ସ୍ପେଶିଆଲ ମୁଁ ଯେତେବେଳେ ବିଭିନ୍ନ ଜିଲ୍ଲାକୁ ଯାଉଛି, ଆମ ଲେବର ବିଭାଗରେ ଆମର ବିଗତ ଦିନମାନଙ୍କରେ ଯୋଉ ସରକାର ଥିଲା ସେମାନେ ବିଲକୁଲ ଧ୍ୟାନ ଦେଉନଥିଲେ। ତ ସେଟାକୁ ଆମେ ଭୁଲିଯିବା, ନୂଆ ହିସାବରେ ନୂଆ ସରକାରକୁ ଦେଖିବା ଏବଂ ନୂଆ ଯୋଜନା ଆମେ ଇମ୍ପ୍ଲିମେଣ୍ଟ କରିବା। ବିଗତ ଦିନରେ ଯୋଉ ସରକାରଙ୍କର ଆମ ଲେବର ଡିପାର୍ଟମେଣ୍ଟରେ ଆପଣ ବିଶ୍ୱାସ କରିବେନି 541 କୋଟି ଟଙ୍କା ପେଣ୍ଡିଂ ହେଇକି ଅଛି, ଯୋଉଟାକି ଆପଣଙ୍କର ନିର୍ମାଣ ଶ୍ରମିକ ବୋର୍ଡ ପଇସା ଅଛି, ଆପଣଙ୍କର ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ଅଛି। 1,57,000 ବେନିଫିସିଆରୀ ବର୍ତ୍ତମାନ ୱେଟିଂରେ ଅଛନ୍ତି। ସେମାନେ ସରକାରଠୁ କେମିତି ନ୍ୟାୟ ପାଇବେ ସେ ଦିଗରେ ଆମ ଲେବର ଡିପାର୍ଟମେଣ୍ଟ ପ୍ରତ୍ୟେକ ଲେବର ବିଭାଗର ଅଧିକାରୀମାନଙ୍କୁ ଆମେ ନିର୍ଦ୍ଦେଶ ଦେଇଛେ। ଏଇ ଯେଉଁ ନୂଆ ବର୍ଷ ଆସୁଛି ତାଙ୍କର ଆଶା ଏବଂ ଆଶା ଆକାଂକ୍ଷା ବହୁତ ଅଛି ନୂଆ ସରକାର ପ୍ରତି। ନିଶ୍ଚିତ ଭାବରେ ତାଙ୍କର ଆଶା ଜଗତର ନାଥ ଆମକୁ ଆଶୀର୍ବାଦ କରିବ ଏବଂ ନିଶ୍ଚିତ ଭାବରେ ପୂରଣ ହେବ। ନିଶ୍ଚିତ ଭାବରେ ଆମର କାମର ଚ୍ୟାଲେଞ୍ଜ ରହିବ, ସରକାରଙ୍କର ନୂଆ ଯୋଜନାର ଚ୍ୟାଲେଞ୍ଜ। ବହୁତ ସାରା ଯୋଜନା ଆମେ ନୂଆ ଯୋଜନା ଇମ୍ପ୍ଲିମେଣ୍ଟ କରିବା ସାଧାରଣ ଲୋକଙ୍କ ପାଇଁ ଏବଂ 2036ର ବିକଶିତ ଓଡ଼ିଶାକୁ ଦେଖିବା ପାଇଁ ପାଉଛେ। ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କୁ ନେଇ ଆମେ ବିକଶିତ ଓଡ଼ିଶା ଗଠନ କରିବା। ଫରେଷ୍ଟ ଆଉ ପଲ୍ୟୁସନ ଡିପାର୍ଟମେଣ୍ଟ ଉପରେ 2025-26 ଆମ ପାଇଁ ନିଶ୍ଚିତ ଭାବରେ ଚ୍ୟାଲେଞ୍ଜ ରହିବ। ଇଆଡ଼େ ଆମର ଡେଭଲପମେଣ୍ଟର ଆକ୍ଟିଭିଟିର ଆସୁଛି, ନୂଆ ଯୋଜନା ସବୁ ଆସୁଛି, ନୂଆ ମାଇନ୍ସ ସବୁ ଖୋଲିବ, ନୂଆ ପ୍ଲାଣ୍ଟ ସବୁ ଖୋଲିବ। ଏବେ ଆମେ ପ୍ରତ୍ୟେକ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀଠୁ ଆରମ୍ଭ କରି ମନ୍ତ୍ରୀଠୁ ଆରମ୍ଭ କରି ସମସ୍ତଙ୍କୁ ଏଇ ଯେଉଁ ଜଳବାୟୁ ପରିବର୍ତ୍ତନ ବିଭାଗରେ ଆମେ ସଚେତନ କରାଇବା। ତାଙ୍କର କେମିତି ଅଧିକ ପାର୍ଟିସିପେସନ୍ ରହିବ ସେ ଦିଗରେ ଆମ ଡିପାର୍ଟମେଣ୍ଟ ନୋଡାଲ ଏଜେନ୍ସି ହିସାବରେ କାମ କରିବା, ସମସ୍ତଙ୍କୁ ଯୋଡ଼ିବ ଏବଂ ଯାହା ସେମାନେ ଇମ୍ପ୍ଲିମେଣ୍ଟ କରୁଛନ୍ତି ନା ସେ ଦିଗରେ ମାନବର ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିକି ଠିକ୍ ବାଟକୁ ଆଣିବା ହେଉଛି ନୂଆ ବର୍ଷର ଯୋଜନା। ବିଲକୁଲ ରହିବ ନାହିଁ। ଏବେ ସେଥିପାଇଁ ଆମେ ବିଗତ ଦିନମାନଙ୍କର ବି ଆମେ ସାଧାରଣ ଲୋକଙ୍କୁ ଅନୁରୋଧ କରିଛେ, ପଲ୍ୟୁସନକୁ ଠିକ୍ ବାଟ ରୋକିବା ପାଇଁ ହେଲେ ଆମକୁ ସମସ୍ତଙ୍କର ଗୋଟେ ସହଯୋଗ ଏବଂ ଜାଗୃତ ଦରକାର ଅଛି। ସେ ଜାଗୃତିଟା କ'ଣ ଆମେ ଜାଣିବା, ପଲ୍ୟୁସନ ପ୍ରଦୂଷଣ କ'ଣ ବୋଲିକି। ଓଡ଼ିଶା ଗୋଟେ ଗ୍ରୀନ୍ ଏନଭାରମେଣ୍ଟାଲ ଅଛି, ଭଲ ପରିବେଶ ଅଛି, ତାକୁ ଧୀରେ ଧୀରେ ପଲ୍ୟୁଟେଡ୍ ହେଉଛି। ନିଶ୍ଚିତ ଭାବରେ ଆମର ଡେଭଲପମେଣ୍ଟ ବି ଦରକାର ଅଛି। ତାକୁ ଆଖି ଆଗରେ ରଖି ସମସ୍ତଙ୍କୁ ଆମେ ଅନୁରୋଧ କରୁଛେ ଆଗାମୀ ଦିନମାନଙ୍କରେ, ଆଗାମୀ ବର୍ଷମାନଙ୍କରେ ଆମେ ପ୍ରତ୍ୟେକ ଜନସାଧାରଣଙ୍କୁ ସଚେତନ କରାଇବା। ତାଙ୍କର ସାମାଜିକ ଦାୟିତ୍ୱ କ'ଣ ରହିବ ସେ ଦିଗରେ ଅଧିକ ଆମେ ବୃକ୍ଷରୋପଣ ଯଦି କରିବା, ନିଶ୍ଚିତ ଭାବରେ ପରିବେଶ ବଞ୍ଚିବ। ଯେଉଁ ଷ୍ଟେକ୍ ହୋଲ୍ଡର ମାନେ ଅଛନ୍ତି, ଯେଉଁ ପ୍ଲାଣ୍ଟ ମାଲିକମାନେ ଅଛନ୍ତି, ମାଇନିଂ ମାଲିକମାନେ ଅଛନ୍ତି, ତାଙ୍କ ସହିତ ଯୋଗାଯୋଗ କରିକି ଆମେ ବିଭିନ୍ନ ପ୍ରକାର ନୂଆ ଟେକ୍ନୋଲୋଜି ୟୁଜ୍ କରିବା। ଯଦି ଗୋଟେ ମାଇନିଂ ଅନର ତାର ଯେତିକି ଜାଗା ଅଛି କି ତାର ମାଇନିଂ ପାଇଁ ଦିଆହେଇଛି ତାର 30% ସେ ବନୀକରଣ କରେଇଛି କି ନାହିଁ, ପ୍ଲାଣ୍ଟ ସେଭଳିଆ ତାର ଯେତିକି ଜାଗା ଅଛି ତାର 30% ସେ ତାର ପ୍ଲାଣ୍ଟେସନ୍ କରେଇଛି କି ନାହିଁ, ଏଇ ଜିନିଷ ଯଦି ଆମେ କ୍ଲୋଜ୍ ମନିଟରିଂ କରିବା ଏବଂ ସାଧାରଣ ଲୋକଙ୍କୁ ଯଦି ଆମେ ଇନସେଣ୍ଟିଭ ଯେଉଁମାନେ ବନୀକରଣ କରୁଛନ୍ତି ତାଙ୍କର ନିଜର ଟିକଟଭୁକ୍ତ ଜାଗାରେ ତାକୁ ଯଦି ଆମେ ଇନସେଣ୍ଟିଭ ଦେବା, ସରକାର ଏ ଦିଗରେ ପ୍ଲାନ୍ କରୁଛି ଆଗାମୀ 25-26ରେ ସେଗୁଡ଼ା ମଧ୍ୟ ସେ ଫରେଷ୍ଟ ଡିପାର୍ଟମେଣ୍ଟ ଅଧିକା ଜାଗୃତ ହେବ। ଆମର ଯେଉଁ ଭେକେନ୍ସି ସବୁ ଥିଲା 25-26 ଆଡ଼କୁ ସବୁ ଭେକେନ୍ସି ଫିଲ୍ଅପ୍ କରିବ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ସବୁ ଡିପାର୍ଟମେଣ୍ଟ ସହିତ କୋଅର୍ଡିନେସନ୍ ରଖିବା ପାଇଁ ଚାହିଁବ, ଯେଉଁଟାକି ଏଇ ଓଡ଼ିଶା ପାଇଁ ଗ୍ରୀନ୍ ଏନଭାରମେଣ୍ଟାଲ କେମିତି କ୍ରିଏଟ୍ ହେବ ସେ ଦିଗରେ ଅଧିକା ଜାଗୃତ ହେଲେ ଆମର ଏୟାର କ୍ୱାଲିଟି ଇଣ୍ଡେକ୍ସ ଯେଉଁ ଅଛି ଆମର ଏବେ ଆଭରେଜ ହେଉଛି 137ରୁ ଅଧିକା ରହୁଛି, ତାକୁ କେମିତି
100ରୁ ତଳକୁ ଆଣିବା ନିଶ୍ଚିତ ଭାବରେ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ସାଧାରଣ ଲୋକଙ୍କର ପାର୍ଟିସିପେସନ୍ ଅଧିକାରୁ ଅଧିକା ରହିବ। ମିଡ଼ିଆ ବନ୍ଧୁମାନଙ୍କର ବି ଏଥିରେ ଅଧିକାରୁ ଅଧିକା ପାର୍ଟିସିପେସନ୍ ହେଲେ ଆମର ଓଡ଼ିଶାକୁ ଠିକ୍ ଇକୋସିଷ୍ଟମ୍ ଇକୋଲୋଜିକାଲି ବାଲାନ୍ସ ରହିବ ଏବଂ କୋଏକ୍ଜିଷ୍ଟେନ୍ସ ହିସାବରେ ରହିବ ଏବଂ ଆମ ଜଙ୍ଗଲ ବିଭାଗର ଯାହା ସବୁ ଜୀବଜନ୍ତୁ ଅଛନ୍ତି ତାକୁ ସମସ୍ତଙ୍କୁ ସମାନ ଅଧିକାର ଦେବା ଏବଂ ଯେଉଁମାନେ ଆଣ୍ଟି ସୋସିଆଲ ସବୁ କାରବାର କରୁଛନ୍ତି ତାଙ୍କୁ କଠୋର କଠୋର ଦଣ୍ଡର ବ୍ୟବସ୍ଥା କରିବ। ପ୍ରତ୍ୟେକ ଜିଲ୍ଲାରେ ଆମର ସ୍ୱତନ୍ତ୍ର ଭାବରେ ଯେଉଁ ନ୍ୟାୟାଳୟ ଖୋଲା ହେବ ତୁରନ୍ତ ତାଙ୍କୁ ଦଣ୍ଡର ବ୍ୟବସ୍ଥା ଯଦି କଲେ ଏମାନେ ବି ଠିକ୍ ବାଟକୁ ଆସିବେ। ସାର୍ ବାଘୁଣୀ ଜୀର୍ଣ୍ଣତର ଅବସ୍ଥା କେମିତି ରହିଛି ତାକୁ ଓଡ଼ିଶା କେବେ ଫେରାଯିବ? ଓଡ଼ିଶାକୁ ଫେରିବ ବର୍ତ୍ତମାନ ୱେଷ୍ଟବେଙ୍ଗଲ ନନ୍ଦନକାନନ ତାଙ୍କୁ ରଖାହେଇଛି। ନିଶ୍ଚିତ ଭାବରେ ଆମର ସେଣ୍ଟ୍ରାଲ ନିର୍ଦ୍ଦେଶ ଦେଇଛନ୍ତି ୱେଷ୍ଟବେଙ୍ଗଲ ସରକାରକୁ। ଆମର ସରକାର ମଧ୍ୟ ୱେଷ୍ଟବେଙ୍ଗଲକୁ ଚିଠି ଲେଖା ହେଇଛି। ନିଶ୍ଚିତ ଭାବରେ ଆସିବ ଆମ ପରିବାରରେ, ଓଡ଼ିଶା ପରିବାରରେ ସେ ସାମିଲ ହେବ ଏବଂ ଆମ ପାଇଁ ଗୋଟେ ପରିବେଶ ସେ ଜଡ଼ିତ ହେବ। ଆମ ପାଇଁ ସୌଭାଗ୍ୟ ଏବଂ ଗୌରବର କଥା। ଏଭଳିଆ ଓଡ଼ିଶାର ଯେଉଁ ଆମମାନଙ୍କର ଯେଉଁ ଅଛି ନାଁ ଅଛି ବହୁତ ଆଗକୁ ଯିବ। ବିଶ୍ୱ ଦରବାରରେ ଆମ ଓଡ଼ିଶାର ନାଁ ବି ରହିବ। ଇକୋଲୋଜିକାଲି ଯେଉଁ ଜୈବ ବିବିଧତା ଅଛି, ଜୈବମଣ୍ଡଳ ଅଛି, ପୃଥିବୀର କୌଣସି ଜାଗାରେ ନାହିଁ। ସେଟାକୁ ସମସ୍ତ ପୃଥିବୀବାସୀ ଜାଣିସାରିଛନ୍ତି। ତାକୁ ଇକୋସିଷ୍ଟମ୍ ଇକୋଲୋଜିକାଲି ବାଲାନ୍ସ ରଖିବା ପାଇଁ ହେଲେ ଆମକୁ ଅଧିକା ସବୁ ଦିଗରେ କାମ କରିବା ପାଇଁ ପଡ଼ିବ। ନିଶ୍ଚିତ ଭାବରେ ଓଡ଼ିଶା ବହୁତ ଆଗକୁ ଯିବ।